ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ଜାଣିଛନ୍ତି କି ଆପଣଙ୍କ ଘରକୁ ଆସୁଥିବା କେଉଁ ପଶୁ କିମ୍ବା ପକ୍ଷୀ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରନ୍ତି? ଶାସ୍ତ୍ର ଅନୁସାରେ କିଛି ଏମିତି ପଶୁପକ୍ଷୀ ଅଛନ୍ତି ଯେଉଁମାନେ ଘରକୁ ଆସିଲେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। କିନ୍ତୁ ଏମିତି ବି ଅଛନ୍ତି ଯେଉଁମାନେ ଘରକୁ ଆସିବା ଦ୍ୱାରା ଘରକୁ ବଡ଼ ବିପଦ ମାଡ଼ି ଆସେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ 5ଟି ଏମିତି ଶୁଭ ଏବଂ ଅଶୁଭ ସଂକେତ ବିଷୟରେ କହିବି, ଯାହା ଆପଣଙ୍କ ଘର ଏବଂ ପରିବାର ପାଇଁ ଜାଣିବା ବହୁତ ଜରୁରୀ। ଏବଂ ଭିଡ଼ିଓ ଶେଷରେ ମୁଁ ଏମିତି ଏକ ଗୁପ୍ତ ପକ୍ଷୀ ବିଷୟରେ କହିବି, ଯାହା ଯଦି ଆପଣଙ୍କ ଘରେ ବସା ବାନ୍ଧେ ତେବେ ବୁଝିଯାଆନ୍ତୁ ଆପଣ ରାତାରାତି କୋଟିପତି ହେବାକୁ ଯାଉଛନ୍ତି। ତେଣୁ ଭିଡ଼ିଓଟିକୁ ଜମାରୁ ସ୍କିପ୍ ନକରି ଶେଷ ଯାଏ ନିଶ୍ଚୟ ଦେଖନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣ ଜଗନ୍ନାଥଙ୍କର ପ୍ରକୃତ ଭକ୍ତ ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ବନ୍ଧୁଗଣ, ସବୁଠୁ ପ୍ରଥମେ ଜାଣିବା ଘର ଚଟିଆ ବା ବାୟା ଚଢ଼େଇ ବିଷୟରେ। ଯଦି ଆପଣଙ୍କ ଘରର କୌଣସି କୋଣରେ ଏହି ପକ୍ଷୀ ବସା ବାନ୍ଧୁଛି ତେବେ ଏହାକୁ କେବେ ବି ଭାଙ୍ଗନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହି ପକ୍ଷୀ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ। ଯେଉଁ ଘରେ ଚଢ଼େଇ ବସା ଥାଏ ସେଠାରେ ସବୁବେଳେ ସୁଖ ଶାନ୍ତି ରହେ ଏବଂ ସେହି ଘରର ପିଲାମାନେ ବହୁତ ଉନ୍ନତି କରନ୍ତି। ଯଦି ଆପଣଙ୍କ ଘରେ ବସା ଅଛି ତେବେ ସେମାନଙ୍କ ପାଇଁ କିଛି ଚାଉଳ କିମ୍ବା ପାଣି ନିଶ୍ଚୟ ଦିଅନ୍ତୁ। ଦ୍ୱିତୀୟରେ ଆସନ୍ତୁ ଜାଣିବା କଳା ପିମ୍ପୁଡ଼ିଙ୍କ ବିଷୟରେ। ଅନେକ ସମୟରେ ଆମେ ଘରେ ପିମ୍ପୁଡ଼ି ଦେଖିଲେ ତାକୁ ମାରିଦେଉ କିମ୍ବା ଔଷଧ ପକାଇ ଦେଉ। କିନ୍ତୁ ମନେ ରଖନ୍ତୁ, ଯଦି ଘରର କାନ୍ଥରେ କିମ୍ବା ଚଟାଣରେ କଳା ପିମ୍ପୁଡ଼ି ଦଳ ଦଳ ହୋଇ ବୁଲୁଛନ୍ତି ତେବେ ଏହା ଧନ ଆସିବାର ସଂକେତ। ବିଶେଷ କରି ଯଦି ସେମାନେ ନିଜ ମୁହଁରେ କିଛି ଖାଦ୍ୟ ଧରି ଯାଉଛନ୍ତି ତେବେ ବୁଝିଯାଆନ୍ତୁ ଆପଣଙ୍କର କୌଣସି ଅଟକି ଯାଇଥିବା କାମ ବହୁତ ଶୀଘ୍ର ପୁରା ହେବାକୁ ଯାଉଛି। ଏମିତି ହେଲେ ସେମାନଙ୍କୁ କିଛି ଚିନି ବା ଅଟା ନିଶ୍ଚୟ ଦିଅନ୍ତୁ। ବନ୍ଧୁଗଣ, ପଶୁମାନଙ୍କ ମଧ୍ୟରେ ଗାଈକୁ ଆମେ ଗୋମାତା ବୋଲି ମାନିଥାଉ। ଯଦି ପ୍ରତିଦିନ ସକାଳେ ଏକ ଗାଈ ଆପଣଙ୍କ ଦ୍ୱାରକୁ ଆସୁଛି ତେବେ ଜାଣିବେ ଆପଣଙ୍କ ଉପରେ ଭଗବାନଙ୍କର କୃପା ଅଛି। ସେହି ସମୟରେ ଘରର ପ୍ରଥମ ରୁଟି ଗାଈକୁ ଖୁଆଇଲେ ଘରର ପିତୃଦୋଷ ଏବଂ ଗ୍ରହଦୋଷ କଟିଯାଏ। ଏହା କରିବା ଦ୍ୱାରା ପରିବାରରେ କେବେ ବି ରୋଗ କିମ୍ବା ଅଶାନ୍ତି ରହେ ନାହିଁ। ବନ୍ଧୁଗଣ, ସବୁଠୁ ଅଶୁଭ ସଂକେତ ହେଉଛି ଘର ଭିତରେ ବାଦୁଡ଼ି ପଶିବା। ଶାସ୍ତ୍ର ଅନୁସାରେ ଯଦି ବାଦୁଡ଼ି ଆପଣଙ୍କ ଘରେ ବସା ବାନ୍ଧୁଛି କିମ୍ବା ବାରମ୍ବାର ଘର ଭିତରକୁ ଆସୁଛି ତେବେ ଏହା ଘରକୁ କୌଣସି ଏକ ବଡ଼ ରୋଗ କିମ୍ବା ବିପଦ ଆସିବାର ସୂଚନା ଦିଏ। ଏହା ଘରେ ନକାରାତ୍ମକ ଶକ୍ତି ନେଗେଟିଭ୍ ଏନର୍ଜି ବୃଦ୍ଧି କରେ। ତେଣୁ ସାବଧାନ ରୁହନ୍ତୁ। ଆପଣ ଅନେକ ସମୟରେ ଦେଖିଥିବେ ରାତିରେ କୁକୁରମାନେ ଅଜବ ଭାବେ କାନ୍ଦନ୍ତି। ଯଦି ଆପଣଙ୍କ ଘର ଦ୍ୱାର ପାଖରେ କୌଣସି କୁକୁର ମୁହଁ ଉପରକୁ କରି କାନ୍ଦୁଛି ତେବେ ଏହା କୌଣସି ଅଶୁଭ ଘଟଣାର ସଂକେତ। ଶାସ୍ତ୍ର ଅନୁସାରେ କୁକୁରମାନେ ଯମରାଜଙ୍କ ଦୂତକୁ ଦେଖିପାରନ୍ତି। ତେଣୁ ଏହା ପରିବାର ପାଇଁ ଏକ ସତର୍କ ଘଣ୍ଟି। କାଉ ଘର ପାଖରେ ରଡ଼ି କଲେ ଅତିଥି ଆସନ୍ତି ସତ, କିନ୍ତୁ ଯଦି କାଉ ଆସି ହଠାତ୍ କାହା ମୁଣ୍ଡ ଉପରେ ବସିଯାଏ ତେବେ ଏହା ବହୁତ ବଡ଼ ଦୁର୍ଘଟଣାର ସଂକେତ ଦିଏ। ଏମିତି ହେଲେ ତୁରନ୍ତ ସ୍ନାନ କରି କୌଣସି ମନ୍ଦିର ଦର୍ଶନ କରିବା ଉଚିତ। ଯଦି ଘର ଭିତରକୁ କୁଣ୍ଡାଖିଆ ପଶି ଆସୁଛି ତେବେ ଏହା ପରିବାରରେ କଳି ଝଗଡ଼ା ଏବଂ ଧନହାନିର ସୂଚନା ଦିଏ। ଏହାକୁ ଦେଖିଲେ ତୁରନ୍ତ ଘରୁ ବାହାର କରିଦେବା ଉଚିତ, କିନ୍ତୁ ତାକୁ ଆଘାତ କରନ୍ତୁ ନାହିଁ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ସେହି ସବୁଠୁ ଗୁପ୍ତ ପକ୍ଷୀ ବିଷୟରେ, ଯାହାକୁ ଶାସ୍ତ୍ରରେ ସାକ୍ଷାତ ମହାଦେବଙ୍କ ସ୍ୱରୂପ ବୋଲି କୁହାଯାଇଛି। ସେହି ପକ୍ଷୀଟି ହେଉଛି ନୀଳକଣ୍ଠ। ଯଦି ହଠାତ୍ କୌଣସି ଦିନ ଆପଣଙ୍କ ଘର ଦ୍ୱାରକୁ କିମ୍ବା ଘର ଛାତ ଉପରକୁ ଏହି ନୀଳକଣ୍ଠ ପକ୍ଷୀ ଆସି ବସେ ତେବେ ବୁଝିଯାଆନ୍ତୁ ଆପଣଙ୍କର ସବୁଠୁ ଖରାପ ସମୟ ଶେଷ ହୋଇଗଲା। ଶାସ୍ତ୍ର ଅନୁସାରେ ନୀଳକଣ୍ଠ ପକ୍ଷୀର ଦର୍ଶନ ମାତ୍ରେ ବ୍ୟକ୍ତିର ସବୁ ପାପ ଧୋଇ ହୋଇଯାଏ ଏବଂ ତାର ଭାଗ୍ୟୋଦୟ ହୋଇଥାଏ। ବିଶେଷ କରି ଦଶହରା ଦିନ ଏହାର ଦର୍ଶନ ବହୁତ ଶୁଭ ମନାଯାଏ। ଯଦି ଏହି ପକ୍ଷୀଟି ଆପଣଙ୍କ ଘର ବାଡ଼ିରେ କିମ୍ବା ଆଖପାଖରେ ବସା ବାନ୍ଧୁଛି ତେବେ ଜାଣିବେ ସାକ୍ଷାତ ଭଗବାନ ଶିବଙ୍କର କୃପା ଆପଣଙ୍କ ପରିବାର ଉପରେ ଅଛି। ଏମିତି ହେଲେ ଆପଣଙ୍କ ଘରକୁ କେବେ ବି ଟଙ୍କା ପଇସାର ଅଭାବ ରହିବ ନାହିଁ।
ଏବଂ କୌଣସି ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ତେବେ ବନ୍ଧୁଗଣ, ଏହା ଥିଲା କିଛି ଶୁଭ ଏବଂ ଅଶୁଭ ପକ୍ଷୀଙ୍କ ସଂକେତ। ଆପଣଙ୍କ ଘରକୁ ଏମାନଙ୍କ ମଧ୍ୟରୁ କେଉଁ ପକ୍ଷୀ ବା ପଶୁ ଆସିଛି ମୋତେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ। ଏମିତି ଏକ ସୁନ୍ଦର ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।